नमो भगवते वासुदेवाय नमः। नमस्कार बंधुगण आपण मानकु आम यूट्यूब चैनल को पुणी थरे स्वागतम एवं शुभकामना। फ्रेंड्स आज भिडियो रे आमे जानिबा कि आगामी एही 2 दिन अर्थात जानुआरी मासर 18 एवं 19 तारिख दिन आपण मानकर ए दिन माने किपरि भाबरे कटिबो ता सहित किपरि भाबरे आपण माने एही 2 दिन को प्लानिंग मध्य करिवे ଆଉ ଆପଣ ମାନଙ୍କର ଏଇ ଦିନ ମାନଙ୍କରେ ଲଭ୍ ଲାଇନ୍ କିପରି ଭାବରେ ରହିବ ତା ସହିତ ଆପଣ ମାନଙ୍କର ବିଜନେସ୍ କିପରି ଭାବରେ ରହିବ, ବ୍ୟାପାର କିପରି ଭାବରେ ରହିବ ଏବଂ ଆପଣ ମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ ତା ସହିତ କିଛି ମହତ୍ୱପୂର୍ଣ୍ଣ ସ୍ଥିତି ବିଷୟରେ କହିବେ କି ଯାହା ଦ୍ୱାରା ଆପଣ ମାନେ ଏହି 2 ଦିନକୁ ଆହୁରି ଅଧିକ ଶାନଦାର ଏବଂ ମହତ୍ୱପୂର୍ଣ୍ଣ ଭାବରେ କରିପାରିବେ। ତେଣୁ ଭିଡ଼ିଓଟିକୁ ଆଗକୁ ବଢ଼ିବା ପୂର୍ବରୁ ଆମର ଗୋଟିଏ ରିକ୍ୱେଷ୍ଟ, ଯଦି ଆପଣ ମୋ ଚ୍ୟାନେଲରେ ନୂଆ କରିକିନା ଆସୁଛନ୍ତି ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ। ଯାହା ଫଳରେ ଆପଣମାନେ ସମୟରେ ଆସୁଥିବା ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ ଆଗାମୀ ଏହି 2 ଦିନ ଅର୍ଥାତ୍ ଜାନୁଆରୀ ମାସର 18 ଏବଂ 19 ତାରିଖର ଦିନ। ଯଦି ମୁଁ ଆପଣମାନଙ୍କୁ ସବୁଠାରୁ ପ୍ରଥମେ କହିବି କି ଆପଣମାନଙ୍କ ପାଇଁକିନା କ'ଣ ଏଇ 2 ଦିନ କ'ଣ ସତରେ ପଜିଟିଭ୍ ହେବା ପାଇଁକିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ ବିଶେଷ ଭାବରେ କହିବି କି ବନ୍ଧୁଗଣ ଆପଣମାନଙ୍କୁ ଏଇ ଦିନରେ କୌଣସି ମହତ୍ୱପୂର୍ଣ୍ଣ ଏବଂ ଲାଭଦାୟକ ସୂଚନା ମଧ୍ୟ ପ୍ରାପ୍ତ ହେବ। ତା ସହିତ ସବୁ ଇନଫର୍ମେସନର ସହିତ ଆପଣମାନେ ଆପଣମାନଙ୍କର ସମ୍ବନ୍ଧକୁ ଆହୁରି ଅଧିକ ମଜବୁତ କରିପାରିବେ। ଏ ସମ୍ବନ୍ଧ ଆପଣମାନଙ୍କ ପାଇଁକିନା ଆର୍ଥିକ ସମ୍ବନ୍ଧ କେତେକ ନୂଆ ଉପଲବ୍ଧି ମଧ୍ୟ ଉତ୍ପନ୍ନ କରିବ ଯାହା ଆପଣମାନଙ୍କ ଭବିଷ୍ୟତ ପାଇଁକିନା କାଫି ଲାଭଦାୟକ ଭରା ସିଦ୍ଧ ମଧ୍ୟ ହେବ। ତା ସହିତ ଯଦି କହିବା କି ଏ ଦିନରେ କୌଣସି ପୈତୃକ ସମ୍ପତ୍ତିକୁ ମାମଲାର ଉତ୍ତର ବାହାରିବାର ବିଶେଷ ସମ୍ଭାବନା ମଧ୍ୟ ବନୁଛି। ଧନର ନିବେଶ ସମ୍ବନ୍ଧିତ କାର୍ଯ୍ୟ ଉପରେ ବିଶେଷ ଭାବରେ ଆପଣମାନଙ୍କର ଧ୍ୟାନ କେନ୍ଦ୍ରିତ ନିହାତି ଭାବରେ ହେବ। ତା ସହିତ ଲାଭଦାୟକ ସମୟ ମଧ୍ୟ ଆପଣମାନଙ୍କ ପାଇଁକିନା ବନୁଅଛି। ଏହାର ଆପଣମାନେ ଭରପୁର ସଦୁପଯୋଗ ନିହାତି ଭାବରେ କରନ୍ତୁ। ତା ସହିତ କର୍ମ, ଧର୍ମ ଏବଂ ସାମାଜିକ ସେବା ସମ୍ବନ୍ଧିତ କାର୍ଯ୍ୟ ପ୍ରତି ମଧ୍ୟ ଆପଣମାନଙ୍କର ରୁଚି ରହିବ। କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତା ଉପରେ ଆପଣମାନେ ଧୈର୍ଯ୍ୟର ସହିତ ଭଲ ଭାବରେ ଛାନବିନ୍ କରନ୍ତୁ। ଯାହା ଫଳରେ ଆପଣମାନଙ୍କୁ ବିଶେଷ ଭାବରେ ଉତ୍ତମ ରେଜଲ୍ଟ ମଧ୍ୟ ପ୍ରାପ୍ତ ହେବ। ତା ସହିତ ସମାଜରେ ମାନ ସମ୍ମାନ ମଧ୍ୟ ଆପଣମାନଙ୍କର ବଢ଼ିଯିବ। ତା ସହିତ ପିଲାମାନଙ୍କର କୌଣସି ଉପଲବ୍ଧି ଦ୍ୱାରା ଘରେ ଖୁସିର ମାହୋଲ ବାତାବରଣ ବନିକିନା ରହିବ। ତା ସହିତ ଘରେ କୌଣସି ସୁଧାର ଏବଂ ସାଜସଜ୍ଜା ସମ୍ବନ୍ଧିତ କୌଣସି ଯୋଜନା ଯଦି ବନୁଥାଏ ତେବେ ଆପଣମାନେ ବାସ୍ତୁ ସମ୍ବନ୍ଧିତ ନିୟମର ଅବଶ୍ୟ ହିଁ ପାଳନ କରନ୍ତୁ। ତା ସହିତ ଯଦି କହିବା କୌଣସି ମିତ୍ରଙ୍କ ଖରାପ ଟାଇମରେ ତାଙ୍କୁ ସହଯୋଗ ପ୍ରଦାନ ମଧ୍ୟ କରିବେ ଯାହା ଫଳରେ ଆପଣମାନଙ୍କୁ ଆକସ୍ମିକ ଖୁସି ମଧ୍ୟ ପ୍ରାପ୍ତି ହେବ। ଏହା ସହିତ ଆପଣମାନେ ନିଜର ଲୋକଙ୍କ ବିଶେଷ ଭାବରେ ଅଧିକତର ରହିବ ଯାହା ଦ୍ୱାରା ସମାଜରେ ସମ୍ମାନରେ ଆପଣମାନଙ୍କର ବୃଦ୍ଧି ଘଟିବ। ଆଉ ତା ସହିତ ଆପଣମାନଙ୍କୁ ବୃଦ୍ଧ ଲୋକମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ରଚନାତ୍ମକ ଏବଂ ଧାର୍ମିକ କାର୍ଯ୍ୟକଳାପ ପ୍ରତି ବିଶେଷ ଭାବରେ ଆପଣମାନଙ୍କର ରୁଚି ରହିବ। ତା ସହିତ ଜରୁରତବନ୍ଦ ଲୋକମାନଙ୍କର ସାହାଯ୍ୟ ସହାୟତାରେ ମଧ୍ୟ ଆପଣମାନେ ଆପଣମାନଙ୍କର ଟାଇମକୁ ସ୍ପେଣ୍ଡ କରିବେ। ପିଲାମାନଙ୍କର ଖୁସିକୁ ଆପଣମାନେ ସ୍ୱୀକାର କରିବା ଉପଲବ୍ଧିର ମାର୍ଗ ମଧ୍ୟ ଖୋଲିଦେବ ଯାହା ଦ୍ୱାରା ଆପଣମାନଙ୍କୁ କାଫି ଖୁସିର ଅନୁଭବ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନ ମାନଙ୍କରେ କ'ଣ ନେଗେଟିଭ ମଧ୍ୟ ରହିବ। ଏ ଦିନରେ ଆପଣମାନେ ନିଜର ସ୍ୱଭାବ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ କାହିଁକି ନା କେବେ କେବେ ବ୍ୟବହାରରେ ଚିଡ଼ଚିଡ଼ାପଣ ଆପଣମାନଙ୍କୁ ଆପଣମାନଙ୍କର ଲକ୍ଷ୍ୟଠାରୁ ମଧ୍ୟ ଆପଣମାନଙ୍କୁ ଭଡ଼କେଇ ଦେଇପାରେ ଏବଂ କାହା ଦ୍ୱାରା ଧନ ସମ୍ବନ୍ଧିତ ନେଣ ଦେଣକୁ ମଧ୍ୟ ଆପଣମାନେ ଏ ଦିନ ମାନଙ୍କରେ ସ୍ଥଗିତ ରଖନ୍ତୁ। ଆପଣମାନଙ୍କର ସ୍ୱଭାବରେ ଆପଣମାନଙ୍କର ଅକାରଣରେ ରାଗ ଏବଂ ଉଗ୍ରତା ଆସିବା କାରଣରୁ ଅଚାନକ ବନୁଥିବା କାର୍ଯ୍ୟରେ ବି ଆପଣମାନଙ୍କର ବିଘ୍ନ ମଧ୍ୟ ପଡ଼ିବ। ସେଥିପାଇଁକିନା ଆତ୍ମ ଅବଲୋକନ କରିବାର ଅତି ଆବଶ୍ୟକତା ମଧ୍ୟ ରହିଛି ଏବଂ ନିଜର କୌଣସି ଯୋଜନା ଉପରେ ମଧ୍ୟ
କାର୍ଯ୍ୟ କରିବା ପୂର୍ବରୁ ତା ଉପରେ ବହୁତ ଅଧିକ ଭଲ ଭାବରେ ଭାବି ଚିନ୍ତିକିନା କାର୍ଯ୍ୟ କରନ୍ତୁ। ତା ସହିତ ପିଲାମାନଙ୍କର ସମସ୍ୟାକୁ ନେଇକି କୌଣସି ଚିନ୍ତା ମଧ୍ୟ ଆପଣମାନଙ୍କ ଭିତରେ ଦେଖାଦେବ। ଏ କ୍ଷେତ୍ରରେ ଆପଣମାନଙ୍କୁ ପିଲାମାନଙ୍କୁ ମାର୍ଗଦର୍ଶନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଘର ବାଡ଼ିର କାର୍ଯ୍ୟକ୍ରମକୁ ଆପଣମାନେ ବହୁତ ଅଧିକ ସମ୍ଭାଳିକିନା ରଖନ୍ତୁ, କାହିଁକିନା ଆପଣମାନେ ତାକୁ ହଜେଇବାରେ ଆପଣମାନଙ୍କର ବିଶେଷ ଭାବରେ ବନୁଛି। ତା ସହିତ ଆପଣମାନଙ୍କର ଖର୍ଚ୍ଚକୁ ସୀମିତ ରଖନ୍ତୁ, ନଚେତ୍ ଆପଣମାନଙ୍କର ବଜେଟ୍ ମଧ୍ୟ ବିଗିଡ଼ି ପାରେ। କୌଣସି ଅତି ସମ୍ପର୍କୀୟଙ୍କ ସହିତ ଆପଣମାନଙ୍କର ଜିଦ୍ କାରଣରୁ ଆପଣମାନଙ୍କ ସମ୍ବନ୍ଧ ଖରାପ ହେବାର ବିଶେଷ ଆଶଙ୍କା ମଧ୍ୟ ରହିଛି। ତା ସହିତ ନିଜର ସ୍ୱଭାବରେ ଲଚୀନାପନ ରଖନ୍ତୁ। ତା ସହିତ ସମ୍ପର୍କର ମର୍ଯ୍ୟାଦାରେ ଆପଣମାନେ ବିଶେଷ ଭାବରେ ଧ୍ୟାନ କେନ୍ଦ୍ରିତ କରିକି ରଖନ୍ତୁ। ତା ସହିତ ଆପଣମାନଙ୍କର କାର୍ଯ୍ୟକ୍ରମରେ ବହୁତ ମୁସ୍କିଲର ସାମ୍ନା କରିବା ପାଇଁକିନା ପଡ଼ିପାରେ। ଯାହା ଫଳରେ ଆପଣମାନଙ୍କର ମାନସିକ ଚିନ୍ତା ମଧ୍ୟ ବଢ଼ିବ। ତେଣୁ ଆପଣମାନେ ଟିକେ ସାବଧାନତା ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ଲଭ୍ ଲାଇନ୍ କିପରି ଭାବରେ ରହିବ। ବୈବାହିକ ଜୀବନକୁ ଆପଣମାନେ ଖୁସି ଭରା କରିବାରେ ଆପଣମାନଙ୍କର ଭୂମିକା ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ରହିବ। ପ୍ରେମ ସମ୍ବନ୍ଧରେ କୌଣସି ପ୍ରକାରର ହତାଶ ହେବାର ବିଶେଷ ସମ୍ଭାବନା ମଧ୍ୟ ବନୁଛି। ସେଥିପାଇଁକିନା ଆପଣମାନେ ନିଜର ବ୍ୟବହାରକୁ ସଂଯମତା ବନିକିନା ରଖନ୍ତୁ। ପ୍ରତି କାର୍ଯ୍ୟରେ ଆପଣମାନେ ନିଜର ଜୀବନସାଥୀଙ୍କ ପରାମର୍ଶ ନେବାର ଆପଣମାନଙ୍କର କେତେ ସାରା କାର୍ଯ୍ୟକୁ ପୂରା କରିବାରେ ସହଯୋଗ ମଧ୍ୟ କରିବ। ପ୍ରେମ ସମ୍ବନ୍ଧରେ ପାରିବାରିକ ଖୁସି ମଧ୍ୟ ମିଳିବ। ତା ସହିତ ବ୍ୟସ୍ତତା କାରଣରୁ ଯଦି କହିବା, ଘର ପରିବାରର ଦେଖଭାଲରେ ଉଚିତ ଟାଇମ୍ ମଧ୍ୟ ଆପଣମାନେ ଦେଇପାରିବେ ନାହିଁ। କିନ୍ତୁ ଜୀବନସାଥୀ ଆପଣମାନଙ୍କର ପରିଶ୍ରମକୁ ବୁଝିବେ ଏବଂ ଆପଣମାନଙ୍କୁ ଏବଂ ସହଯୋଗ ମଧ୍ୟ ପ୍ରଦାନ କରିବେ। ଘରର କୌଣସି କଥାକୁ ବହୁତ ଭଲ ଭାବରେ ବସିକିନା ଶାନ୍ତିପୂର୍ଣ୍ଣ ଭାବରେ ବୁଝାନ୍ତୁ। ଆଉ ମାହୋଲକୁ ଖୁସି ଭରା କରିବା ପାଇଁକି ମନୋରଞ୍ଜନ ସମ୍ବନ୍ଧିତ କିଛି ପ୍ରୋଗ୍ରାମ ମଧ୍ୟ ଆପଣମାନେ ବନାନ୍ତୁ। ଯାହା ଫଳରେ ଆପଣମାନଙ୍କର ପ୍ରେମ ଜୀବନ ବହୁତ କାଫି ମଜବୁତ ରହିବ ଏବଂ ଗମ୍ଭୀରତା ମଧ୍ୟ ଦେଖିବା ପାଇଁକିନା ମିଳିବ। ଆଉ ଆପଣମାନଙ୍କର ବୈବାହିକ ଜୀବନ ଖୁସି ଭରା ହୋଇକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ବ୍ୟବସାୟିକ କ୍ୟାରିୟର କିପରି ଭାବରେ ରହିବ। କାର୍ଯ୍ୟକ୍ଷେତ୍ରରେ କୌଣସି ବି କାମ କାର୍ଯ୍ୟ କରିବା ପୂର୍ବରୁ କୌଣସି ଅନୁଭବୀ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ, କାହିଁକିନା ଆପଣମାନଙ୍କର କୌଣସି ନିର୍ଣ୍ଣୟ ଭୁଲ ହେବାର ଆଶଙ୍କା ମଧ୍ୟ ରହିଛି। ତା ସହିତ ବିଦ୍ୟାର୍ଥୀ ବର୍ଗଙ୍କୁ କୌଣସି ଚାକିରି ସମ୍ବନ୍ଧିତ ବିବାଦୀୟ କ୍ଷେତ୍ରରେ ମନ ମୁତାବକ ପରିଣାମ ମଧ୍ୟ ପ୍ରାପ୍ତ ହୋଇପାରେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ମଧ୍ୟ ଆପଣମାନଙ୍କର ହେବ ଏବଂ ତାଙ୍କର ପରାମର୍ଶ ଆପଣମାନଙ୍କ ବ୍ୟବସାୟିକ ପାଇଁକିନା ଫାଇଦାମାନ ଏବଂ ଲାଭଦାୟକ ଭରା ହୋଇକିନା ରହିବ। ତା ସହିତ ଆପଣମାନଙ୍କୁ ଆହୁରି ଅଧିକ ଆବଶ୍ୟକତା ରହିଛି। ଚାକିରି ପେଶା ଲୋକଙ୍କୁ କୌଣସି ଉପଲବ୍ଧି ମିଳିବାର ଯୁଗ ମଧ୍ୟ ବନୁଛି, ଯାହାଦ୍ୱାରା ସେମାନଙ୍କୁ ବହୁତ ଅଧିକ ଖୁସି ଭରା ପ୍ରାପ୍ତ ହେବ। ଏହା ସହିତ ବ୍ୟବସାୟିକ ଉଦ୍ଦେଶ୍ୟକୁ ନେଇକି ଆପଣମାନଙ୍କର କୌଣସି ଅତି ସମ୍ପର୍କିତ ଯାତ୍ରା ମଧ୍ୟ ହୋଇପାରେ। ତା ସହିତ ଆପଣମାନେ ଯଦି କୌଣସି ନୂଆ କାର୍ଯ୍ୟ କରିବା ପାଇଁକିନା ଚାହୁଁଛନ୍ତି, ତେବେ ସେସବୁର ଉଚିତ ପରିଣାମ ମଧ୍ୟ ଆପଣମାନଙ୍କୁ ଏଇ ଦିନମାନଙ୍କରେ ମିଳିବ। ଚାକିରିରେ ସେବାୟତ ବ୍ୟକ୍ତିମାନଙ୍କ ପାଇଁକି କିଛି ନୂଆ ଅବସର ମଧ୍ୟ ଆପଣମାନଙ୍କୁ ମିଳିବ। ତା ସହିତ ଆପଣମାନଙ୍କର ପରିଶ୍ରମର ଅନୁକୂଳ ବିଶେଷ ଭାବରେ ଫଳଦାୟକ ପ୍ରାପ୍ତ ହେବ। ତା ସହିତ ମାର୍କେଟିଂ ଏବଂ ବାହାରର କାର୍ଯ୍ୟକ୍ରମକୁ ଆପଣମାନେ ଏ ଦିନମାନଙ୍କରେ ସ୍ଥଗିତ ରଖନ୍ତୁ। କୌଣସି ଅତି ସମ୍ପର୍କୀୟଙ୍କ ଦ୍ୱାରା ଗଭୀର ଭାବ ଚିନ୍ତନା କରନ୍ତୁ, ଯାହା ଆପଣମାନଙ୍କ ପାଇଁକିନା କାଫି ଫାଇଦାମାନ ସିଦ୍ଧ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଏ ଦିନରେ ଆପଣମାନଙ୍କର ଗଳା ଖରାପ ହେବା ଏବଂ କାଶ ଏବଂ ଥଣ୍ଡା ଭଳି ଯେଉଁ ସବୁ ସମସ୍ୟା ବିଶେଷ ଭାବରେ ଆପଣମାନଙ୍କର ଉତ୍ପନ୍ନ ହେବ, ଭୁଲ ବୁଝାମଣା ଆଦୌ ବି କରନ୍ତୁ ନାହିଁ। ନିଜର ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିକିନା ରଖନ୍ତୁ ଏବଂ ତା ସହିତ ଆପଣମାନେ ଆୟୁର୍ବେଦିକ ଜିନିଷର ସେବନ ମଧ୍ୟ ନିହାତି ଭାବରେ କରନ୍ତୁ। ତା ସହିତ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ ଏବଂ ଆପଣମାନେ ସ୍ୱାସ୍ଥ୍ୟ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା କଣ ବିଶେଷ ଉପାୟ ମଧ୍ୟ ରହିଛି। ଏ ଦିନରେ ଆପଣମାନେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ମାଛମାନଙ୍କୁ କିଛି ଅଟାର ଛୋଟ ଛୋଟ ଗୁଳା ସଦୃଶ କିଛି ଖାଦ୍ୟ ଖୁଆନ୍ତୁ ଏବଂ ଆପଣମାନେ ମନରେ ମନରେ ଭଗବାନ ଶ୍ରୀ ସାଇରାମଙ୍କର ନାମ
ସ୍ମରଣ ମଧ୍ୟ କରନ୍ତି। ଏପରି ଆପଣମାନେ କରିବା ଦ୍ୱାରା ଓଁ ଶ୍ରୀ ସାଇରାମ ଆପଣମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହେବେ ଏବଂ ଆପଣମାନଙ୍କର ସମସ୍ତ କଷ୍ଟକୁ ମଧ୍ୟ ଦୂର କରିନେବେ। ଆଉ ତା ସହିତ ଆପଣମାନଙ୍କ ଜୀବନରେ ଯେଉଁ ସବୁ ବି ପ୍ରୋବ୍ଲେମ ଚାଲିଥିଲା ସେ ସବୁର ଅନ୍ତ ମଧ୍ୟ କରିବେ, ଯାହାଫଳରେ ଆପଣମାନଙ୍କୁ ଶୁଭ ଖବର ଶୀଘ୍ର ହିଁ ପ୍ରାପ୍ତ ହେବ ଓ ଆପଣମାନଙ୍କର ସମସ୍ତ କାର୍ଯ୍ୟ ବହୁତ ଆସାନୀରେ ପୁରା ହେବା ପାଇଁକିନା ଯିବ। ଆଶା କରୁଛି ଆଜିର ଏ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଓଁ ଶ୍ରୀ ସାଇରାମଙ୍କର ଆଶୀର୍ବାଦ ଆପଣମାନଙ୍କୁ ପ୍ରାପ୍ତ ହେଉ। ଯଦି ଆପଣମାନଙ୍କୁ ଆଜିର ଏ ଭିଡ଼ିଓଟି ଭଲ ଲାଗିଥିବ ତେବେ କମେଣ୍ଟ ବକ୍ସରେ ଓଁ ଶ୍ରୀ ସାଇରାମ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।